ମୋର ଗୌରବ କରୁଛୁ ପ୍ରିୟ ପ୍ରଭୁ। ତୁମେ ଆମମାନଙ୍କୁ ଦୟା କଲ, ଅନୁଗ୍ରହ କଲ। ତୁମର କରୁଣା ସକାଶେ ଆଉ ଗୋଟିଏ ଦିନ ଆମମାନଙ୍କ ଜୀବନରେ ଯୋଡ଼ି ଦେଲ, ସେଥିପାଇଁ ଧନ୍ୟବାଦ ଦଉଛୁ। ଧନ୍ୟବାଦ ଦଉଛୁ ପ୍ରିୟ ପ୍ରଭୁ, ତୁମେ ଆମମାନଙ୍କୁ ବଞ୍ଚିବା ପାଇଁ ଦେଲ। ଧନ୍ୟବାଦ ଦଉଛୁ ପ୍ରିୟ ପ୍ରଭୁ, ତୁମେ ଆମମାନଙ୍କର ଆବଶ୍ୟକତା ଯୋଗେଇଲ। ଧନ୍ୟବାଦ ଦଉଛୁ ପ୍ରିୟ ପ୍ରଭୁ, ଜୀବିତ ମାନଙ୍କ ଗହଣରେ ତୁମେ ଆମମାନଙ୍କୁ ବାସସ୍ଥାନ ଦେଲ। ଧନ୍ୟବାଦ ଦଉଛୁ, ଧନ୍ୟବାଦ ଦଉଛୁ, ଧନ୍ୟବାଦ ଦଉଛୁ ତୁମରି କରୁଣା ସକାଶେ, ତୁମରି ଦୟା ସକାଶେ ପ୍ରିୟ ପ୍ରଭୁ, ଆମମାନେ ଆଜି ତୁମ ଚରଣ ତଳେ ବସି ତୁମର ମହିମା କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କଲ, ସେଥିପାଇଁ ଧନ୍ୟବାଦ ଦଉଛୁ। ପ୍ରଭୁ, ତୁମର ବାକ୍ୟରେ ତୁମେ କହିଛ, ଯେଉଁଠାରେ 2 କିମ୍ବା 3 ଜଣ ମୋ ନାମରେ ଉପସ୍ଥିତ, ମୁଁ ସେଠାରେ ବିଦ୍ୟମାନ। ନିଶ୍ଚୟ ପ୍ରିୟ ପ୍ରଭୁ, ତୁମେ ଏଠାରେ ଅଛ, ଆମେ ବିଶ୍ୱାସ କରୁଛୁ, ପୁଣି ଧନ୍ୟବାଦ ଦଉଛୁ। ପ୍ରାର୍ଥନା କରୁଛୁ ପ୍ରିୟ ପ୍ରଭୁ, ଆଜିର ଉପାସନାର ଭାରକୁ ତୁମ ହସ୍ତରେ ସମର୍ପଣ କରୁଛି ପ୍ରିୟ ପ୍ରଭୁ। ତୁମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ଭାଳି ନିଅ ବୋଲି ପ୍ରାର୍ଥନା କରୁଛୁ। ତୁମେ କଢେଇ ନିଅ ବୋଲି ପ୍ରାର୍ଥନା କରୁଛୁ। ଯୋଉ ଭାଇ ଆଜି ଆରାଧନା କରିବେ ପ୍ରିୟ ପ୍ରଭୁ, ତାଙ୍କର ସହବର୍ତ୍ତୀ ପରମେଶ୍ୱର ତୁମେ ହୁଅ। ତାଙ୍କର କଣ୍ଠକୁ ତୁମେ ଖୋଲି ଦିଅ ପ୍ରିୟ ପ୍ରଭୁ, ସତ୍ୟରେ ଏବଂ ଆତ୍ମାରେ ତୁମର ସେବା ଆରାଧନା ଯେପରି କରିବେ, ଏଥିପାଇଁ ତୁମେ ସାହାଯ୍ୟ କର। ପୁଣି ତାଙ୍କ ସହିତ ମିଶି ଆମମାନେ ତୁମର ମହିମା କରିବୁ, ତୁମର ପ୍ରଶଂସା କରିବୁ, ତୁମର ଗୁଣ କୀର୍ତ୍ତନ କରିବୁ, ଏଥିପାଇଁ ତୁମେ ସାହାଯ୍ୟ କର। ପ୍ରତ୍ୟେକଙ୍କୁ ତୁମେ ପ୍ରସ୍ତୁତ କର ବୋଲି ପ୍ରାର୍ଥନା କରୁଛୁ। ଦ୍ୱାରମୟ ପରମେଶ୍ୱର, ପ୍ରାର୍ଥନା କରୁଛୁ ଯେତେବେଳେ ଯୋଉ ବକ୍ତାଙ୍କୁ ତୁମେ ଆଜି ମନୋନୀତ କରିବ ବାକ୍ୟ କହିବା ନିମନ୍ତେ, ତାଙ୍କୁ ତୁମେ ପ୍ରସ୍ତୁତ କର, ଆତ୍ମାରେ ଅଭିଷେକ କର ବୋଲି ପ୍ରାର୍ଥନା କରୁଛି। ପ୍ରିୟ ପ୍ରଭୁ, ଯୋଉ ବାକ୍ୟ ମାନଙ୍କ ସକାଶେ ରଖିଛ, ସେ ବାକ୍ୟ ମାନେ ଯେପରି ଶ୍ରବଣ କରି ନିଜ ନିଜକୁ ପ୍ରସ୍ତୁତ କରିପାରିବୁ, ନିଜ ନିଜକୁ ସଜାଡ଼ି ପାରିବୁ। ପ୍ରିୟ ପ୍ରଭୁ, ସେ ବାକ୍ୟକୁ ଆମେ ହୃଦୟ ମଧ୍ୟରେ ରଖିପାରିବୁ, ପୁଣି ସେଇ ବାକ୍ୟକୁ ନେଇ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରି ହଜାତ୍ମା ମାନଙ୍କୁ ଲାଭ କରିପାରିବୁ, ଏଥିପାଇଁ ତୁମେ ସାହାଯ୍ୟ କର। ପ୍ରାର୍ଥନା କରୁଛୁ ପ୍ରିୟ ପ୍ରଭୁ, ତୁମେ ଦୟାକରି ଆଶୀର୍ବାଦ କର, ଅନୁଗ୍ରହ କର। ଆମେ ଯେତେ ଜଣ ଅଛୁ ପ୍ରତ୍ୟେକଙ୍କୁ ତୁମେ ଦୟାକରି ଆଶୀର୍ବାଦ କର। ଯୋଉମାନେ ଆଜି ଜଏନ୍ ହେଇପାରି ନାହାନ୍ତି ପ୍ରିୟ ପ୍ରଭୁ, ସେମାନଙ୍କୁ ତୁମ ହସ୍ତରେ ସମର୍ପଣ କରୁଛେ। ଯଥାଶୀଘ୍ର ସେମାନେ ପ୍ରସ୍ତୁତ ହେଇ ତୁମ ଚରଣ ତଳକୁ ଆସିବେ, ତୁମର ଗୌରବ କରିବେ, ପ୍ରଶଂସା କରିବେ, ଏଥିପାଇଁ ତୁମେ ସାହାଯ୍ୟ କର। ପୁଣି ଉପସ୍ଥିତ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। କୌଣସି ନେଟୱାର୍କ ଇସ୍ୟୁ ଯେପରି ନ ହେଇ ଆଜିର ଉପାସନାକୁ ଆମେ ସୁନ୍ଦର ଭାବରେ ପରିଚାଳନା କରିବୁ, ସେହିପରି ତୁମେ କୃପା କର। ଆମେ ଯେତେ ସମୟ ବସିବୁ ତୁମର ଉପସ୍ଥିତିକୁ ଅନୁଭବ କରିପାରିବୁ, ସେହିପରି ତୁମେ କୃପା କର। ପ୍ରାର୍ଥନା କରୁଛୁ ବାକ୍ୟ ରୂପୀ ପରମେଶ୍ୱର, ତୁମେ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ହେଇ କଢେଇ ନିଅ। ସମସ୍ତ ପ୍ରାର୍ଥନା ବିନତି ତୁମେ ଶୁଣିଲ, ଉତ୍ତର ଦେଲ, ଧନ୍ୟବାଦ ଦେ ଯୀଶୁ ତୁମ ନାମରେ ମାଗିଲି, ଆମେନ୍। ପୁନର୍ବାର ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ଆଉ ବିଶେଷ କରି ମୁଁ ଅନୁରୋଧ କରିବା ପାଇଁ ଚାହେଁ, ଆମେ ଯେତେ ଜଣ ଏଠାରେ ବସିଛୁ ପ୍ରତ୍ୟେକଙ୍କୁ ମୁଁ ଅନୁରୋଧ କରିବା ପାଇଁ ଚାହେଁ, ଆମେ ନିଜ ନିଜର ଭିଡିଓ ଅନ୍ କରିବା। ଯେହେତୁ ଆମେ ପ୍ରଭୁଙ୍କର ସେବା ଉପାସନା କରିବା ପାଇଁ ବସିଛୁ, ତ ପ୍ରତ୍ୟେକଙ୍କୁ ମୁଁ ଭିଡିଓ ଅନ୍ କରିବା ପାଇଁ ଅନୁରୋଧ କରେ। ଆପଣ ମାନେ ଭିଡିଓ ଅନ୍ କରିକି ବସନ୍ତୁ, ପ୍ରଭୁଙ୍କର ଗୌରବ କରନ୍ତୁ। ଏତେବେଳେ ଆମମାନଙ୍କ ଗହଣରେ ଆଜିର ଆରାଧନା କରିବା ପାଇଁ ଆମମାନଙ୍କ ଗହଣରେ ଅଛନ୍ତି ବିଜୟ ଦୀପ ଆଜ୍ଞା। ସେ ଆଜ୍ଞାକୁ ମୁଁ ଅନୁରୋଧ କରୁଛି, ସେ ଆଗକୁ ଆସିବେ ଆଉ ଆମମାନଙ୍କୁ ଆରାଧନାରେ କଢେଇ ନେବେ। ପ୍ରେଜ ଦ ଲର୍ଡ ଆଜ୍ଞା। Praise the Lord, ଆଜ୍ଞା। Praise the Lord, sister. Praise the Lord. ଏବେ ଆପଣଙ୍କର ସମୟ, ଆପଣ କଢେଇ ନିଅନ୍ତୁ। Thank you. Praise the Lord. Hallelujah. ସମସ୍ତଙ୍କୁ ଖ୍ରୀଷ୍ଟ ନମସ୍କାର ଏବଂ praise the Lord. ସୁନ୍ଦର ଭାବରେ ପରିଚାଳନା କରୁଥିବା ସିଷ୍ଟର ପଦ୍ମଶ୍ରୀ ଭଉଣୀକୁ ମଧ୍ୟ ଧନ୍ୟବାଦ ଦିଏ। ହାଲେଲୁୟା। ସୁନ୍ଦର ଆହ୍ୱାନ କରିବା ନିମନ୍ତେ ଆଉ ମଧ୍ୟ ଶୁଣୁଥିଲି ଅନେକ ପ୍ରକାର ଅନେକ ଇଣ୍ଟରସେସରି ପ୍ରେୟର ମଧ୍ୟ ଚାଲୁଥିଲା, ସେଥିପାଇଁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଦିଏ। ହାଲେଲୁୟା। ଆଉ ମିଟିଂ ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଦିଏ, ଯେପରି ସୁଯୋଗ ଦେଇଅଛନ୍ତି। ଆସନ୍ତୁ ଆମେ ପରମେଶ୍ୱରଙ୍କ ମହିମା କରିବା, ତାଙ୍କର ଗୌରବ କରିବା। ପ୍ରେଜ ଦ ଲର୍ଡ। ସେ ମହିମାମୟ ପରମେଶ୍ୱର ଅଟନ୍ତି, ସେ ରାଜାମାନଙ୍କ ରାଜା ଅଟନ୍ତି, ଆଉ ସେ ପ୍ରଭୁମାନଙ୍କ ପ୍ରଭୁ ଅଟନ୍ତି। ହାଲେଲୁୟା। ପ୍ରେଜ ଦ ଲର୍ଡ। ହାଲେଲୁୟା। ଆମେ ଏହି ସମୟରେ ପରମେଶ୍ୱରଙ୍କ ଉପସ୍ଥିତିକୁ ଯିବା, ତାଙ୍କୁ ଆରାଧନା କରିବା, ନିଜ ହୃଦୟ ଖୋଲି ନିଜ ହୃଦୟରେ ଭେଟି ପରମେଶ୍ୱରଙ୍କୁ ଚଢ଼େଇବା। ହାଲେଲୁୟା। ଆଉ ସେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ଆମେନ୍। ହାଲେଲୁୟା। ପ୍ରେଜ ଦ ଲର୍ଡ। ଟିକେ ହସ୍ତ ହଲାନ୍ତୁ। ଆମେନ୍ ଆମେନ୍। ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ। ହାଲେଲୁୟା। ଗୀତ ଅଛି ନା କି ଆମେ ମାନେ
परमेश्वर प्रांगण में धन्यवाद सहित मैं प्रवेश करवा उच्च स्वर रे परमेश्वर को धन्यवाद करवा उच्च करताल परमेश्वर को धन्यवाद करवा प्रेज लॉर्ड आसंतो से महान परमेश्वर को स्तुति महिमा करवा समय रे हालेलुया कहवा प्रभु हालेलुया आराधना करे आराधना करे हिंदी गीत में गाइबा परमेश्वर स्तुति महिमा करवा कहवा प्रभु आज ये समय रे प्रभु तुमने समर्पित होछो प्रेज द लॉर्ड फादर वी गिव ग्लोरी लॉर्ड फादर प्रेज द लॉर्ड समस्ते आमे हमने करताल द्वारा परमेश्वर को धन्यवाद करवा करताल द्वारा परमेश्वर को महिमा करवा हालेलुया Praise the Lord. Amen. आराधना करे आराधना उपकारों को उसके याद करे हाथों को उठा के धन्यवाद करे ऊंचे स्वरों से उसकी स्तुति करे आराधना करे आराधना उपकारों को उसके याद करे हाथों को उठा के धन्यवाद करे ऊंचे स्वरों से उसकी स्तुति करे हालेलुया 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 Praise Father, धन्यवाद दो जो ऐसे हमारे पिता परमेश्वर प्रभु हाले तुम्हारा गौरव हो तुम्हारा गौरव हो पिता परमेश्वर प्रभु तुम्हारे रक्त द्वारा प्रभु तुम्हें मन को मुक्ति दिया छो तुम्हारे रक्त द्वारा प्रभु तुम्हें मन को उद्धार करिया छो धन्यवाद दो जो हालेलुया आमीन यीशु के लहू ने पापों से मुक्ति दी यीशु के लहू ने रोगों से चंगाई दी यीशु के लहू ने पापों से मुक्ति दी यीशु के लहू ने रोगों से चंगाई दे संभाला मुझे अपने हाथों से संभाला मुझे अपने हाथों से मुझे कोई भी चिंता नहीं ओ संभाला मुझे अपने हाथों से संभाला मुझे अपने हाथों से मुझे कोई भी चिंता नहीं सब कोई कहे आराधना Hallelujah, 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 hallelujah. Jesus Father. पिता परमेश्वर धन्यवाद देते हैं पिता परमेश्वर तेरी सब उपकार के लिए प्रभु तेरे हर एक अनुग्रह के लिए धन्यवाद पिता परमेश्वर प्रभु जी तेरे हर एक उपकार के लिए धन्यवाद हालेलुया धन्यवाद करते हैं पिता परमेश्वर प्रभु जी हालेलुया प्रभु आज इस समय पिता पर तुम्हारे से आत्मा और फल में डाल दिया पिता परमेश्वर प्रभु आत्मा के फल से तुम दे प्रभु आत्मा के फल से प्रभु तू भर दे मुझे प्रेम से करूँ सारे काम शक्ति मुझे ऐसी दे आत्मा के फल से प्रभु तू भर दे मुझे प्रेम से करूँ सारे काम शक्ति मुझे ऐसी दे ताजा हरदम रहूं आत्मा की नदी में ताजा हरदम प्रभु आत्मा की नदी में अर्पण करता हूँ उसके लिए ओ ताजा हरदम रहूं आत्मा की नदी में ताजा हरदम प्रभु आत्मा की नदी में अर्पण करता हूँ उसके लिए सबको मिलकर आराधना हालेलुया Hallelujah, 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 hallelujah,
Hallelujah, hallelujah, hallelujah, hallelujah, hallelujah, hallelujah, hallelujah, hallelujah, hallelujah, hallelujah, hallelujah. Praise you, Father. धन्यवाद हो छु प्रभु आज इस समय प्रभु तुम्हारे समर्पित हो छु प्रभु तुम्हारे उपकार निमित्त तुम्हारे अनुग्रह निमित्त धन्यवाद हो छु पिता परमेश्वर प्रभु जी हालेलुया प्रभु हर एक आशीषों के लिए हर एक अनुग्रह के लिए हर एक अभिषेक के लिए हम आपका धन्यवाद करते हैं धन्यवाद करते हैं पिता परमेश्वर प्रभु जी यीशुवे धन्यवाद हालेलुया धन्यवाद पिता परमेश्वर प्रभु धन्यवाद पिता परमेश्वर प्रभु जी हालेलुया हर एक अनुग्रह के लिए धन्यवाद यीशु के नाम से आमेन 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 प्रेज द लॉर्ड ग्लोरी टू गॉड आमेन हालेलुया मिलकर परमेश्वर को धन्यवाद करिबा कोई बात प्रेज द लॉर्ड समस्त मेरे में से प्रेज द लॉर्ड आराधना हो आराधना खुदावंद यीशु की आराधना आराधना हो आराधना खुदावंद यीशु की आराधना समस्त बेड़ी में से आमेन शांति दाता की आराधना मुक्ति दाता की आराधना शांति दाता की आराधना मुक्ति दाता की आराधना आराधना हो आराधना खुदावंद यीशु की आराधना में आराधना हो आराधना खुदावंद यीशु की आराधना हालेलुया सुबह के समय आराधना परमेश्वर हालेलुया पवित्र दिल से आराधना प्रेमी मन से आराधना पवित्र दिल से आराधना प्रेमी मन से आराधना आराधना हो आराधना खुदावंद यीशु की आराधना आराधना हो आराधना खुदावंद यीशु की आराधना पिता परमेश्वर प्रभु जी तेरे चरणों में मानते हैं प्रभु अपने हृदय को खोलते हैं पिता परमेश्वर प्रभु जी आज इस दिन में आ जाओ पिता परमेश्वर प्रभु धन्यवाद मेरे मसीहा की आराधना जीवन दाता की आराधना मेरे मसीहा की आराधना जीवन दाता की आराधना आराधना हो आराधना खुदावंद यीशु की आराधना रे आराधना हो आराधना खुदावंद यीशु की आराधना अपने हाथ उठाकर परमेश्वर को धन्यवाद करिबा प्रभु हालेलुया तेरी स्तुति हो तेरी महिमा हो इस समय के समय में प्रभु तेरी सामर्थ उतरने दे प्रभु जी हालेलुया दूतों के संग संग आराधना तुझी प्रशंसा आराधना दूतों के संग संग आराधना तुझी प्रशंसा आराधना आराधना हो आराधना खुदावंद यीशु की आराधना छूले पिता परमेश्वर आराधना हो आराधना खुदावंद यीशु की आराधना Hallelujah we worship you Lord Father we give you glory O Lord hallelujah praise the Lord धन्यवाद पिता परमेश्वर प्रभु जी धन्यवाद पिता परमेश्वर प्रभु जी धन्यवाद हो बहुत महिमा पाइबा गौरव पाइबा को मात्र परमेश्वर प्रभु हालेलुया धन्यवाद पिता परमेश्वर प्रभु तुम्हारा गौरव हो तुम्हारा महिमा हो तो प्रशंसा पिता परमेश्वर प्रभु जी यस लॉर्ड थैंक यू लॉर्ड फादर थैंक यू फॉर अ ब्लेसिंग ओ लॉर्ड आमेन थैंक यू लॉर्ड प्रभु धन्यवाद 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 हो छु ए समय प्रभु तुम्हारे कृपा आंसू हो छु प्रभु तुम्हें गौरव पा तुम्हें महिमा पा परमेश्वर प्रभु आओ ए समय प्रभु हमें तुम्हारा महिमा करो छु हालेलुया तुम्हारे में समर्पित हो छु धन्यवाद पाइबा
महिमा पाइबा गौरव पाइबा एकमात्र परमेश्वर प्रभु तुम्हें हमको सृष्टि कर ताकि हमें तुम्हें बहुत धन्यवाद दे पारो हमें तुम्हें सृष्टि करे ताकि प्रभु हमें तुम्हारे प्रभु से स्तुति महिमा प्रशंसा कर पारो यस हालेलुया थैंक यू लॉर्ड फादर समस्त मिलीमिशी Amen. Praise the Father. धन्यवाद पाओ प्रभु तुम्हें पूजा पाओ धन्यवाद पाओ प्रभु तुम्हें पूजा पाओ महिमा जिसुरा में महिमा स्तुति आराधना महिमा जिसुरा में महिमा स्तुति आराधना धन्यवाद पाओ प्रभु तुम्हें पूजा पाओ धन्यवाद पाओ प्रभु तुम्हें पूजा पाओ पिता परमेश्वर तुम्हें सारा जगत प्रभु तुम्हें हालेलुया प्रभु तुम्हें जे जीसु राजन समस्त मानव जाति प्रभु तुम्हें उद्धार करता तुम्हें मुक्ति देता परमेश्वर प्रभु तुम्हें उद्धार करता परमेश्वर प्रभु आज प्रभात प्रभु निकट तुम्हें समर्पित करो निज को नम्र करो निज तुम हस्त समर्पित करो तुम्हारे पवित्र आत्मा को सामर्थ्य ढाली दे प्रभु यस हालेलुया सारा जगत प्रभु तुम्हें जीसु राजन मानव जातिर मुक्ति तुम्हें हे चरण पिता परमेश्वर प्रभातरे प्रभु तुम्हारा महिमा हो सारा जगत प्रभु तुम्हें जीसु राजन मानव जातिर मुक्ति तुम्हें हे ईश्वर नंदन राजा मानकर राजा तुम्हें ब्रह्ममय राजा मानकर राजा तुम्हें धर्ममय महिमा जिसुरा में महिमा स्तुति आराधना महिमा जिसुरा में महिमा स्तुति आराधना धन्यवाद पाओ प्रभु समस्ते पूजा पाओ धन्यवाद पाओ प्रभु तुम्हें पूजा पाओ Praise the Father, we give you glory, Lord Father. आज इस समय प्रभु परमेश्वर से लोगों को देखते से व्यक्ति को देखते जिसकी सत्यतारे ओ प्रभु हालेलुया सत्यतारे आराधना करे ओ निज प्राण द्वारा सत्यतार द्वारा आराधना करे Praise the Lord से स्वर्ग पुरुष का दिखते आज निज हृदय को खोल देवा परमेश्वर ने समर्पित करा प्रभु और हृदय को खोल उसने आज जगह में प्रवेश करो प्रभु हालेलुया जीसस Praise the Lord. प्रशंसा सजाई प्राण करता कर साकी भी प्रतिमूर्ति मुदंक अनुग्रह Yes Father पिता परमेश्वर धन्यवाद हो प्रशंसा सजाई प्राण करता कर साकी भी प्रतिमूर्ति मुदंक अनुग्रह प्रभु ମାନଙ୍କର ପ୍ରଭୁ
तुमे धर्ममय प्रभु मानकर प्रभु तुमे धर्ममय महिमा जिसु नामे महिमा स्तुति आराधना महिमा जिसु नामे महिमा स्तुति आराधना धन्यवाद प्रभु तुम्हें पूजा धन्यवाद प्रभु तुम्हें पूजा Hallelujah. धन्यवाद. Thank you, Jesus, Father. We give you glory, Lord, Father. We give you glory, Lord, Father. We give you glory, Lord. Hallelujah. 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 Oh, Jesus. Oh, hallelujah. आमेन. चूले पिता परमेश्वर प्रभु तुम्हें आज स्पर्श करो प्रभु प्रत्येक को प्रभु तुम्हें आज प्रभात रे पिता परमेश्वर प्रभु जी हालेलुया. ओ पिता परमेश्वर तेरे सामर्थ को उतरने प्रभु जी तुम्हारे से प्रभु तुम्हारे से शक्ति को तुम्हें पठाओ तुम्हारे से पवित्र आत्मा को सामर्थ पवित्र आत्मा को अभिषेक तुम्हें ले आसो पिता परमेश्वर प्रत्येक को तुम्हें यीशु का नाम चले जाओ. ओ पिता परमेश्वर तुम्हें अभिषेक करो पिता परमेश्वर हालेलुया. ओ पिता परमेश्वर तुम्हें महिमा पाइबा गौरव पाइबा प्रशंसा पाइबा एकमात्र परमेश्वर प्रभु धन्यवाद दो पिता परमेश्वर धन्यवाद दो पिता परमेश्वर प्रभु हालेलुया. ओ रेबे से थोंबारा बाला ग्लोरी टू गॉड फादर पिता तुम्हें प्रभु मानकर प्रभु तुम्हें राजा मानकर राजा तुम्हें सर्वशक्तिमान परमेश्वर प्रभु तुम्हें स्पर्श करछो धन्यवाद दो लॉर्ड हालेलुया. वी गिव ग्लोरी लॉर्ड फादर वी गिव ग्लोरी लॉर्ड फादर. थैंक यू फॉर द ब्लेसिंग लॉर्ड. थैंक यू फॉर योर गुडनेस लॉर्ड फादर. दिस मॉर्निंग फादर वी आर कमिंग हियर टू वर्शिप यू लॉर्ड एंड गिव यू ग्लोरीफाइड एंड ऑनर फादर. पिता परमेश्वर प्रभु इस समय प्रभु तुम समर्पित हो तुम्हें स्पर्श करो ब्लेस करो अभिषेक करो पिता परमेश्वर प्रभु जी आमेन हालेलुया. प्रभु तेरे सामर्थ को उतरने दे पिता परमेश्वर तेरे अभिषेक को उतरने दे पिता परमेश्वर हालेलुया. खास तौर पे पिता परमेश्वर प्रभु जी एते बेले प्रभु तुम दास जी बाकी नहीं बेस्ट्रिया पे जाओ अछि प्रभु तुमको प्रभु तुम दास को तुम समर्पित करू अछि तुम पवित्र आत्मा कर सामर्थ रे पवित्र आत्मा कर अभिषेक रे परिपूर्ण करो और से वाक्य जदे कहिबे पिता तुम्हें ताको मुख में कथा कह लॉर्ड हालेलुया. प्रत्येक मत आशीर्वाद करण मते प्रार्थना करू अछि तुम समर्पित हो पिता परमेश्वर. धन्यवाद जी प्रभु तुम्हें आज अमान को मते तुम ले आसी अछि धन्यवाद जी प्रभु प्रभात समय प्रभु तुम्हारे उपस्थिति आज अमान को मते अछि और तुम्हें प्रभु स्पर्श करिछ अभिषेक को धन्यवाद दो अछि आदर महिमा गौरव प्रसन्न तुमको दे जरा प्रार्थना यीशु के नाम रे मांगली प्रभु सुनो ग्रहण को पिता आमेन आमेन. धन्यवाद आज्ञा. अति सुंदर भावरे अति सुंदर सुंदर गीत गाई प्रभुଙ୍କର उपस्थिति मध्य को नहीं छथि सेति मु प्रभु को धन्यवाद दिए. पुणी प्रत्येक को पुनर्बार अनुरोध करे आमने वीडियो फोन करबा प्रभुଙ୍କର महिमा सकाशे प्रभुଙ୍କର सेवा सकाशे आमने एठारे बसिछु प्रत्येक को मन अनुरोध करूछि आमने वीडियो ऑन करी प्रभुଙ୍କର वाक्य सुनिबा. आसु एते बेले आमानको गहण रे अनुसरण पाणी आज्ञा अच्छा प्रभु जीशु ख्रीष्ट नाम स्वागत जनाए से आग को आसबे हमको प्रभुंकर वाक्य पढ़े ने. प्रेज द लॉर्ड आज्ञा. प्रेज द लॉर्ड. प्रभुंकर वाक्य से हमको कहिबे जो माने वाक्य पढ़िबा पई इच्छुक अटंती से माने हमको वाक्य पढ़िबारे सहायता करिवे. समस्त को प्रभु जीशु का नाम रे प्रेज द लॉर्ड जनाए. जद्यपि आपण मान को व्यक्तिगत भाव जानी ना तथापि प्रभु को अनुग्रह रु आज आपण मान सहित जोड़ी पारिछि ए ऑनलाइन माध्यम रे प्रभुंकर नाम गौरव हो. प्रभु आमान को गत कोरोना काल रु सुरक्षित रखिछन्ते एवं तांकरी पाद तले आमान को आसी एकत्रित होगा सुजोग दौरान प्रतिदिन प्रत्येक समय रे आमे से प्रभुंकर धन्यवाद करवा. जितेबाला ये समय शेष हम आम मैंने वर्तमान समय मध्य सीमित भाव में कि जो समय शेष हम आम मैंने अनंत काल रे प्रवेश करने जाऊँ प्रभु से अनंत काल आम निरूपण करिसेंती जोठी आम मैंने प्रभु उपस्थिति रे रहिबा और सेठी जूम रो आवश्यक हब नाही. वी आर गोइंग टू सी हिम फेस टू फेस तांको आम मैंने सम्मुखा सम्मुखी देखा जाऊँ तांकरी पाद तले आम मैंने निजको अर्पित करी स्तुति प्रशंसा करुवा सेटा हम आम अनंत कालर समय
ଆଉ ସେଇଠି टाइम लिमिट रहिबा नाही आमानकु एतिकी रु एतिकी पर्यंत आराधना एतिकी रु एतिकी वाक्य पठन एतिकी रु एतिकी प्रार्थना ए सब आ किछि रहइबो नाही सेठी गला पर आ प्रेयर मीटिंग भी रहइबो नाही we are going to be there to praise God हम प्रभुंकर प्रशंसा केवल करूथबा कारण जो ईश्वरଙ୍କ मेष शाबक आमानक पई बळी हेले और तांकर जो मूल्य से जहाँ सब त्याग करी आमान को उद्धार करिया पई जगत को आसिले तांको आमाने तांकर से समस्त त्याग तांकर बलिदान तांकर हत हवा विषय को नहीं आमाने प्रभुंकर प्रशंसा करथबा तांकर धन्यवाद करथबा आजी आपण मान को गहन रे उपस्थित हवा पई प्रभु जो सुजोग दैछंती तांको म धन्यवाद देवा सहित पीटर आज्ञा को म धन्यवाद देवा को चाहे कारण से मते कांटेक्ट करले मु यद्यपि तांको व्यक्तिगत भाव में जानी नहीं मोस्ट प्रोबेबली तथापि से कांटेक्ट करले आ मु मध्य राजी हेली आपण मान सम्मुख रे आसिया पे आसंतु समय नष्ट न करी आ माने प्रभु को वाक्य रो किछि विषय ध्यान करबा आज सकाळे द्वितीय पितरंक द्वितीय पत्र और तार शेष पद अर्थात 3 अध्याय 18 पद आम माने पाठ करिबा 2 Peter chapter 3 and verse 18 परंच आम्भमानकर प्रभु और त्राणकर्ता जीशु ख्रीष्टंकर अनुग्रह और ज्ञान रे वृद्धि पाओ वर्तमान और अनंत काल पर्यंत गौरव ताहांकर आमेन धन्यवाद पितरंक पत्र रे जदि आमे देखिबा प्रथम पत्र द्वितीय पत्र पितरंकर गोटे चिंता अछि जेपरि विश्वासी माने वृद्धि पाइबे आ ए पितरंकर पत्रटा एटा अस्वाभाविक भाव से बंद करूछन एक्चुअली पत्र जेतल लेखा जाए शेष रे गोटे नमस्कार रहबा दरकार बा किछि गोटे संभाषण रहबा दरकार पितर सही प्रकार भाव रे पत्र को बंद न करी से जो विषय पाई पत्र लेखुचंती प्रथम पत्र हेउ एवं द्वितीय पत्र हो से पत्र को तार उद्देश्य जणे से शेष करूछन प्रेरित पाउल जेतले तांकर पत्र गुडी को लेखंती सी अधिकांश पत्र तांकर निज हाथ रे लेखुनथिले अन्य जनक द्वारा लेखौथिले कारण से अनेक समय बंदी रे थिले बंदी रे रही पत्र गुडा को लेखुथिले आ तांकर हाथ गुडी को बंधन रे बंधा जाइथिला से लेखि पारिबे नाही आ तांकर अन्य असुविधा जोगु अन्य जने से पत्र को लेखुथिले तांका पई किंतु पत्र रो शेष रे से लेखुथिले मु पाउल निज हाथ रे तुम मान को नमस्कार जणावछि किंतु पितरंकर पत्र जेताले शेष होउछि से सही प्रकार किछि लेखु नांती से कहउछंती जो उद्देश्य पई से चिठी रे लेखुछंती से उद्देश्य को से कही ताकू से समाप्त करछंती आ से उद्देश्यटा कोन बरंच आमान को प्रभु और त्राणकर्ता जीशु ख्रीष्टंक अनुग्रह और ज्ञान रे वृद्धि पाओ आ प्रेरित पितरंकर उद्देश्य होछि विश्वासी माने जेपरि बढ़िबे आ माने प्रभु जीशुंक ठारे विश्वास करी ईश्वरंकर संतान हेइछु आमे जेताले तांकर संतान हेइछु ईश्वर मध्य चाहंती तांको संतान भाबरे आमानंकु जे आमाने वृद्धि पाइबा एपरि कोनोसी पितामाता नाहंती जे कि निजर पुओ झिया मानंकु वृद्धि पाइबा न देखिले से माने आनंदित हेबे जदि कोनोसी गोटे शिशु जन्म होला परे से बढ़ू नाही वृद्धि पाउ नाही आमाने देखिबा जे किछि गोटे असुविधा अछि छुआ पाखरे जो द्वारा से बढ़ी पारु नाही तेणु ताको आमाने शीघ्र जने भलो डाक्तरंक पाखु नेबा आ तांकु कहिबा जे महाशय एई छुआटा एतिकी वर्ष हलाणी बा एतिकी मास हलाणी किंतु बिल्कुल बढ़ू नै से और डाक्तर कहबे जे तार एमती प्रकार समस्या अछि जदि विश्वासी बढ़ू नाही आत्मिक जीवन रे यार अर्थ आत्मिक भाव रे कोन से गोटे रोग ताकु धरछे और जद्वारा से बढ़ी पारु नाही और स्वर्गस्थ पिता जताले से प्रकार विश्वासी को देखंती तांको मते भल लागे पितर विश्वासी माने वृद्धि पाइबा विषय रे काहे केते चिंतित आमाने जानिबा बा जानुछु जे जेतेबेले प्रभु जीशु पुनर्थित हेले स्वर्ग आरोहण कले आउ आमे जानू जे प्रभु जीशुंकर शिष्य मानक मध्यरु जणे जे कि मुख्य स्थान ग्रहण करथिले सी प्रभु को अस्वीकार करी चली जाइथिले
पुणी जीशुंकर पुनरुत्थान परे ସିଏ ତାଙ୍କର ସହ ଶିଷ୍ୟମାନଙ୍କୁ କହିଲେ, ମୁଁ ବର୍ତ୍ତମାନ ମାଛ ଧରିବାକୁ ଯାଉଛି। ମୁଁ ଯେଉଁ ବ୍ୟବସାୟ ଛାଡି ପ୍ରଭୁଙ୍କର ସେବା କରିବାକୁ ଆସିଥିଲି, ବର୍ତ୍ତମାନ ସେଟାକୁ ପୁଣି ଥରେ ମୁଁ ଫେରି ଯାଉଛି। ଆଉ 7 ଜଣ ଶିଷ୍ୟମାନେ କହିଲେ, ଆମେ ବି ଯାଉଛୁ ତମ ସହିତ, ତୁମେ ଯୁଆଡେ ଯିବ ଆମେ ଯିବୁ। ତେଣୁ ସେଇ 7 ଜଣ ମିଶି ସେମାନେ ମାଛ ଧରିବା ପାଇଁ ସମୁଦ୍ରକୁ ଗଲେ। ଆମେ ପଢୁଛୁ ପ୍ରଭୁଙ୍କ ବାକ୍ୟରେ ଯୋହନ 21 ପର୍ବରେ ଯେ ସେମାନେ ରାତ୍ରି ସାରା ପରିଶ୍ରମ କରି ସେମାନେ ଗୋଟେ ବିଫଳତାର ସମ୍ମୁଖୀନ ହେଲେ, କିଛି ବି କରିପାରିଲେ ନାହିଁ। ଯୋହନ 15 ଅଧ୍ୟାୟର 5 ପଦରେ ପ୍ରଭୁ କଣ କହିଥିଲେ? ଯୋହନ 15:5 ଆମମାନେ ସମସ୍ତେ ଜାଣୁ, ମୋ ବିନା ତୁମ୍ଭେମାନେ କିଛି କରିପାର ନାହିଁ। ଆଉ ସେଟା କେତେବେଳେ କହିଥିଲେ? ପ୍ରଭୁ ଯୀଶୁ କ୍ରୁଶକୁ ଯିବା ଆଗରୁ କହିଥିଲେ। ପ୍ରଭୁ ଯୀଶୁ କ୍ରୁଶକୁ ଯିବା ଆଗରୁ କହିଥିଲେ, ମାନେ ଅନେକ ଦିନ ହେଇନି କହିକିରି। Just a few days back he has mentioned this. ଏଇଟା ସେ ତାଙ୍କ ଶିଷ୍ୟମାନଙ୍କ ସହିତ ଗୋଟେ ଅନ୍ତରଙ୍ଗ ମୁହୂର୍ତ୍ତ କଟେଇବା ସମୟରେ ପ୍ରଭୁ ଏଇ କଥା କହିଥିଲେ ସେମାନଙ୍କୁ, ମୋ ବିନା ତୁମେମାନେ କିଛି କରିପାର ନାହିଁ। କିନ୍ତୁ ଅତି ଶୀଘ୍ର ସେମାନେ ସେ ବିଷୟକୁ ଭୁଲିଗଲେ ଆଉ ପ୍ରଭୁଙ୍କୁ ଛାଡି ସେମାନେ ଯେଉଁ ବ୍ୟବସାୟରେ ଆସିଥିଲେ ବା ଛାଡିକିରି ଆସିଥିଲେ, ସେ ବ୍ୟବସାୟ ପୁଣି କରିବାକୁ ଚାହୁଁଛନ୍ତି। 3.5 ବର୍ଷ ପରେ ଯେତେବେଳେ ସେ ପୁରାତନ କାର୍ଯ୍ୟକୁ ସେମାନେ କରିବାକୁ ଚାହୁଁଛନ୍ତି, ଆଉ ସେମାନଙ୍କର ଅଭିଜ୍ଞତା, ସେମାନଙ୍କର ଜ୍ଞାନ ଯାହା ପୂର୍ବରୁ ଥିଲା, ସେ ସବୁ କିଛି କାମ ଦେଲା ନାହିଁ। ପ୍ରଭୁ କହିଛନ୍ତି ଯେ ମୋ ବିନା ତୁମେମାନେ କିଛି କରିପାର ନାହିଁ। ଆଉ ସତକୁ ସତ ସେଇଟା ହେଲା। ସେମାନେ ଆସିଲେ, ପରିଶ୍ରମ କରୁଛନ୍ତି ରାତିରେ, ସମୁଦ୍ରରେ ଶୀତ ଥାଏ, ଥଣ୍ଡା ଥାଏ, ଆଉ ସେ ପାଣିରେ ସେମାନେ ରହି ପରିଶ୍ରମ କଲେ। ଆଉ ସକାଳ ଯେତେବେଳେ ହେଲା, ସେମାନେ ନିରାଶରେ ଫେରୁଛନ୍ତି। ପରିଶ୍ରମର କୌଣସି ପ୍ରକାର ମୂଲ୍ୟ ରହିଲା ନାହିଁ। They are in a depressed condition. ସେମାନେ ଦୁଃଖରେ, ଶୀତରେ ଫେରୁଛନ୍ତି। ଆମମାନଙ୍କର ଧନ୍ୟମୟ ପ୍ରଭୁ ସେମାନଙ୍କ ପାଇଁ ଯେଉଁ ୱେଲକମ ରଖିଥିଲେ, ସେମାନଙ୍କୁ ସ୍ୱାଗତ, ଇଂରାଜୀରେ କୁହାଯାଏ ୱାର୍ମ ୱେଲକମ। ତାକୁ ଆମେ କହିବା ଗୋଟେ ଉତ୍ତପ୍ତ ଅନୁଭବ। ସେମାନଙ୍କର ଥଣ୍ଡା ଶରୀରକୁ ଆତ୍ମିକ ଭାବରେ ମଧ୍ୟ ସେମାନେ ଥଣ୍ଡା ହେଇ ପଡିଥିଲେ, ଆଉ ଶାରୀରିକ ଭାବରେ ମଧ୍ୟ ସେମାନେ ଶିଥିଳ ହେଇଯାଇଥିଲେ। ପ୍ରଭୁ ସେମାନଙ୍କୁ ଡାକୁଛନ୍ତି, ପିଲାମାନେ ତୁମମାନଙ୍କ ପାଖରେ କଣ କିଛି ଖାଇବାର ଅଛି? ସେମାନେ ତାଙ୍କୁ ଚିହ୍ନି ପାରୁନାହାନ୍ତି। ଯେତେବେଳେ ପ୍ରଭୁଙ୍କୁ ଛାଡି ସେମାନେ ଯାଇଛନ୍ତି, ଚିହ୍ନିବେ କେମିତି ସେମାନେ ତାଙ୍କୁ? ଆଉ ଛାଡି ସେମାନେ ଚାଲି ଯାଇଥିଲେ। ବର୍ତ୍ତମାନ ପ୍ରଭୁ ସେମାନଙ୍କ ପାଖକୁ ଆସୁଛନ୍ତି। ପିଲାମାନେ ତ ଏଇ ସକାଳୁ ସକାଳୁ ପ୍ରଭୁ ସେମାନଙ୍କ ପାଖକୁ ଯାଉଛନ୍ତି କିଛି ଖାଦ୍ୟ ମାଗିବା ପାଇଁ। ଲୋକେ ଭାବିବା କଥା ଯେ ଏ ସକାଳୁ କାହାକୁ ଏତେ ଭୋକ ହେଲାଣି? ଆଉ ପ୍ରଭୁ ସେମାନଙ୍କୁ କହୁଛନ୍ତି, ତୁମମାନଙ୍କ ମଧ୍ୟରେ କିଛି ଖାଦ୍ୟ ଅଛି? ଖାଦ୍ୟ କଣ ରହିବ, ଆମେ ତ କିଛି କରିନାହୁଁ, କିଛି ଧରିନାହୁଁ। ତାପରେ ପ୍ରଭୁ ସେମାନଙ୍କୁ ଡାକୁଛନ୍ତି, ଆସ ଏଇଠି କିଛି ଭୋଜନ କରିବ। ଆଉ ସେମାନେ ଦେଖିଲେ ଯେ ସେ କୂଳରେ ପ୍ରଭୁ ନିଆଁ ଲଗେଇ ଆଉ ସେମାନଙ୍କର ଥଣ୍ଡା ଶରୀରକୁ, ଶାରୀରିକ ଥଣ୍ଡା ଶରୀରକୁ ଉତ୍ତପ୍ତ କରିବାକୁ ଚାହୁଁଛନ୍ତି। ତା ସହିତ ଆତ୍ମିକ ଭାବରେ ମଧ୍ୟ ସେମାନଙ୍କୁ ସେ କିଛି ଦେବାକୁ ଚାହୁଁଛନ୍ତି। ପ୍ରଭୁ ସେମାନଙ୍କୁ ମାଛ ଖୁଆଉଛନ୍ତି। ଗ୍ରୀକ ଭାଷାରେ ମାଛକୁ ଇକ୍ଥୁସ୍ ବୋଲି କୁହାଯାଏ। ଆଦ୍ୟ କାଳରେ, ଆଦ୍ୟ ମଣ୍ଡଳୀରେ ଯେତେବେଳେ ବିଶ୍ୱାସୀ ମାନେ ତାଡନା ମଧ୍ୟ ଦେଇ ଯାଉଥିଲେ, ସେଇ ସମୟରେ ଲୋକେ ପରସ୍ପରକୁ ଗ୍ରିଟିଂସ୍ କରିବାର ପାରୁନଥିଲେ। କାରଣ ଯଦି କହିବେ ସେମାନେ କିଛି ଖ୍ରୀଷ୍ଟୀୟ ଭାବରେ, ଯଦି ଆଜି ଆମେ କହୁଛୁ ବିଶ୍ୱାସୀ ମାନଙ୍କୁ ଭେଟିଲେ ପ୍ରେଜ୍ ଦ ଲର୍ଡ ବା ଅନ୍ୟ କିଛି, ସେଇଟା ଯଦି କହିବେ ଲୋକ ସେମାନଙ୍କୁ ଜାଣିବେ ଯେ ମାନେ ଏଇ ପ୍ରକାର ଦଳର ଲୋକ, ଆଉ ସେମାନଙ୍କୁ ସେମାନେ ତାଡନା କରିବେ। ସେଥିପାଇଁ ଯେତେବେଳେ ପରସ୍ପରକୁ ଶିଷ୍ୟମାନେ, ବିଶ୍ୱାସୀ ମାନେ ଭେଟୁଥିଲେ, ସେମାନେ ମାଟି ତଳେ, ମାଟି ଉପରେ ବା ଧୂଳି ଉପରେ ସେମାନେ ଲେଖୁଥିଲେ ଇକ୍ଥୁସ୍। ଇକ୍ଥୁସ୍ କହିଲେ ୟେସୁସ୍ ଖ୍ରୀଷ୍ଟୋସ୍, ମାନେ ଗ୍ରୀକ ଭାଷାରେ ଯେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଅଟନ୍ତି। ଇକ୍ଥୁସ୍ ମାନେ, ଇକ୍ଥୁସ୍ ମାଛ, ତାର ଏକ୍ରୋନିମ୍, ତାର ଯୋଉ ପ୍ରଥମ ଅକ୍ଷର ଗୁଡାକ ଯଦି ଆମେ ନେବା, IKTUS, ଇକ୍ଥୁସ୍ ଈଶ୍ୱରଙ୍କର ପୁତ୍ର, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ଅଟନ୍ତି। ଏଇ କଥାକୁ ସେମାନେ ସ୍ୱୀକାର କରୁଥିଲେ। ତ ବର୍ତ୍ତମାନ
ପ୍ରଭୁ ଯୀଶୁ ସେମାନଙ୍କୁ ଇକ୍ଥୁସ ଦଉଛନ୍ତି, ମାଛ ଦଉଛନ୍ତି। ଏ ମାଛ ଦ୍ଵାରା ସେମାନଙ୍କର ଅନ୍ତରରେ କଣ ଦେବାକୁ ଚାହୁଁଛନ୍ତି ନା ଈଶ୍ୱରଙ୍କ ପୁତ୍ର ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ଜ୍ଞାନ ଦେବାକୁ ଚାହୁଁଛନ୍ତି। ଆଉ ଥରେ ତୁମେ ମତେ ଖାଅ, ଭୋଜନ କର, ଈଶ୍ୱରଙ୍କ ପୁତ୍ରକୁ ଭୋଜନ କର। ଏଇଟା ତୁମ ମାନଙ୍କର ଆତ୍ମିକ ଜୀବନର ଶିଥିଳତାକୁ ଦୂର କରିବ। ଈଶ୍ୱରଙ୍କ ପୁତ୍ରଙ୍କୁ ଭୋଜନ କର। ସେ କହିଥିଲେ 6 ପର୍ବ, ଯୋହନ 6 ପର୍ବରେ ଯେତେବେଳେ ସେ କହିଲେ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯଦି ତୁମେ ମାନେ ମନୁଷ୍ୟ ପୁତ୍ରଙ୍କ ମାଂସ ଭୋଜନ ନ କର ଓ ତାହାଙ୍କ ରକ୍ତ ପାନ ନ କର, ତୁମେମାନେ କୌଣସି ପ୍ରକାର ଭାବରେ ଜୀବନ ପ୍ରାପ୍ତ ହବ ନାହିଁ। ଆଉ ଯେତେବେଳେ ପ୍ରଭୁଙ୍କର ଶିଷ୍ୟମାନେ ଏ କଥା ଶୁଣିଲେ, ଅନେକ ଶିଷ୍ୟମାନେ ତାଙ୍କୁ ପରିତ୍ୟାଗ କରି ଚାଲିଗଲେ ଯୋହନ 6 ପର୍ବରେ। ସେତେବେଳେ ପ୍ରଭୁ ଯୀଶୁ ଏଇ 12 ଶିଷ୍ୟଙ୍କୁ କହୁଛନ୍ତି, କଣ ତୁମେମାନେ ମଧ୍ୟ ମତେ ଛାଡି ଯିବାକୁ ଚାହୁଁଛ? ପିତର କହିଥିଲେ, ପ୍ରଭୁ ଆମେ କୁଆଡେ ଯିବୁ? ଆପଣଙ୍କ ପାଖରେ ତ ଅନନ୍ତ ଜୀବନର ବାକ୍ୟ ଅଛି। ଆଉ ଯଦି ଆମେ ଆପଣଙ୍କୁ ଛାଡି ଯିବୁ, ଆମେ ଭୋକିଲା ହିଁ ରହିବୁ, ଆମେ ଜୀବନରୁ ବିଚ୍ଛିନ୍ନ ହେଇକି ରହିବୁ। କାରଣ ଆପଣଙ୍କ ପାଖରେ ଜୀବନ ଅଛି, ଆପଣଙ୍କ ପାଖରେ ଅନନ୍ତ ଜୀବନ ଅଛି, ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି। ଆଉ ସେଇଟା ଆମମାନଙ୍କର ଜରୁରୀ। ଆଉ ସେଇଟା ଆମମାନେ ଯଦି ପାଇବାକୁ ଚାହୁଁଛୁ, ଆପଣଙ୍କ ପାଖରେ ଆମେ ରହିପାରିବୁ। ତ ଏଇ ପ୍ରଭୁ ଯୀଶୁଙ୍କର ସମ୍ବନ୍ଧରେ ପିତର ଏତିକି ଯୋଉ ବକ୍ତବ୍ୟ ଦେଇଥିଲେ, ଏତିକି ଯୋଉ କଥା କହିଥିଲେ, ବର୍ତ୍ତମାନ ସେ ସବୁ ଜ୍ଞାନ ତାଙ୍କର ଶୂନ ହେଇଗଲା, ଏସବୁ ଖାଲି ହେଇଗଲା। ବର୍ତ୍ତମାନ ସେ ଯାଇଛନ୍ତି ସମୁଦ୍ର କୂଳକୁ। ପ୍ରଭୁ ଅନୁଗ୍ରହରେ ତାଙ୍କ ପାଖକୁ ପୁଣି ଥରେ ଗଲେ ଯେ ସେମାନଙ୍କର ନିରାଶା ଜୀବନରେ ଆଶା ଦେବା ପାଇଁ, ସେମାନଙ୍କ ଶିଥିଳ ଜୀବନରେ ଜାଗୃତି ଆଣିବା ପାଇଁ, ଉଦ୍ଦୀପନା ଆଣିବା ପାଇଁ, ସେମାନଙ୍କୁ ପୁନର୍ବାର ନିରାଶାରେ ନୁହେଁ କିନ୍ତୁ ଆଶାରେ ପ୍ରଭୁଙ୍କର ସେବା କରିବା ପାଇଁ ଏବଂ ଉତ୍ସାହର ସହିତ ପ୍ରଭୁଙ୍କର ସ୍ତୁତି ପ୍ରଶଂସା କରିବା। ଯେତେବେଳେ ପ୍ରଭୁଙ୍କର ବାକ୍ୟରେ ଆମେ ପଢୁଅଛୁ ଯେ ଉଦ୍ଯୋଗରେ ପ୍ରଭୁଙ୍କର ସେବା କର, ଆଉ ଏମାନଙ୍କୁ ପ୍ରଭୁ ସେ ଉଦ୍ଯୋଗ ଦେବାକୁ ଚାହୁଁଛନ୍ତି, ଉଦ୍ଦୀପନା ଦେବାକୁ ଚାହୁଁଛନ୍ତି। ଯେପରି ପ୍ରଭୁଙ୍କର ଶିଷ୍ୟ ଭାବରେ ଯେପରି ଉଦ୍ଦୀପନାର ସହିତ ସେମାନେ ସେବା କରୁଥିଲେ, ଠିକ ସେଇ ପ୍ରକାର ପ୍ରଭୁଙ୍କର ଅନୁପସ୍ଥିତିରେ, ଶାରୀରିକ ଅନୁପସ୍ଥିତିରେ ସେମାନେ ବର୍ତ୍ତମାନ ଯିବେ, ସୁସମାଚାର ସେବା କରିବେ ଉଦ୍ଯୋଗର ସହିତ। ଆଉ ସେଥିପାଇଁ ପ୍ରଭୁ ସେମାନଙ୍କୁ ପ୍ରସ୍ତୁତ କରୁଥିଲେ। ପ୍ରଭୁ ଯୀଶୁଙ୍କୁ ଭୋଜନ କରୁଛନ୍ତି। ସେ ମାଛ ଦେଲେ, he gave them fish, ichthus. Jesus Christ is the son of God. ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କର ପୁତ୍ର ଅଟନ୍ତି। ତାଙ୍କୁ ସେମାନେ ଭୋଜନ କରୁଛନ୍ତି, ଖାଲି ଗୋଟେ ଚିତ୍ର ଭାବରେ ତାଙ୍କୁ ସେମାନେ ଗ୍ରହଣ କଲେ। ଆଉ ସେଇଠୁ ଆମେ ଦେଖୁଛୁ ପ୍ରଭୁ ଯୀଶୁ ପିତରଙ୍କୁ ପଚାରୁଛନ୍ତି। ଏ ସମସ୍ତଙ୍କର ଅପେକ୍ଷା ପିତରଙ୍କ ପାଖକୁ ସେ ଫେରି ଆସିଲେ। ଯେତେବେଳେ ୟା ପୂର୍ବରୁ ପ୍ରଭୁ ଯୀଶୁଙ୍କୁ ଆରେଷ୍ଟ କରାଯାଇଥିଲା, ଆଉ ତାଙ୍କୁ ସେ ମହାଯାଜକ କୟଫାଙ୍କ ନିକଟକୁ ନିଆଯାଇଥିଲା, ଆଉ ସେଇଠି ସେ ବିଚାରିତ ହଉଥିଲେ। ସେଇ ସମୟରେ ପିତର ମଧ୍ୟ ସେ ପ୍ରାଙ୍ଗଣ ପର୍ଯ୍ୟନ୍ତ ଯାଇଥିଲେ, ମହାଯାଜକଙ୍କ ପ୍ରାସାଦର ପ୍ରାଙ୍ଗଣ ପର୍ଯ୍ୟନ୍ତ ଯାଇଥିଲେ। ଆଉ ସେଇଠି ସୈନ୍ୟମାନେ ନିଜକୁ ଶୀତ ଯୋଗୁ ନିଜକୁ ସେମାନେ ଉଷ୍ମଉଥିଲେ, ଥଣ୍ଡା ଥିଲା, ନିଆଁ ସେମାନେ ନିଜକୁ ନିଆଁ ଦ୍ଵାରା ଗରମ କରୁଥିଲେ। ଆଉ ସେଇ ସମୟରେ ପିତର ମଧ୍ୟ ଚାହୁଁଥିଲେ ମୁଁ ବି ଟିକେ ଏଇ ସୈନ୍ୟ ମାନଙ୍କର ନିଆଁରେ, ଜଗତର ନିଆଁରେ ଟିକେ ନିଜକୁ ଉଷ୍ମ କରିବି। ଅନେକ ସମୟରେ ସେଇଟା ହେଇଯାଉଛି। ଯେତେବେଳେ ପ୍ରଭୁଙ୍କୁ ଛାଡି ଆମମାନଙ୍କ ଜୀବନଟା ଶିଥିଳ ହେଇଯାଉଛି, ଆମମାନେ ଜଗତର ନିଆଁ ଖୋଜୁଛୁ, କୋଉଠି ଯାଇ ଆମମାନେ ନିଜକୁ ଟିକେ ଉଷ୍ମ କରିବା। ଯେତେବେଳେ ଆମମାନଙ୍କର ଆତ୍ମିକ ଜୀବନର ଉଷ୍ମତା ତ ହେଇପାରିବ ନାହିଁ, ଶାରୀରିକ ଭାବରେ ଆମେ ନିଜକୁ ଉଷ୍ମ କରିବା। କେତେ ଆମମାନଙ୍କର ବିଭିନ୍ନ ପ୍ରକାର ଆବିଷ୍କାର ସବୁ ଆମେ କରୁଛୁ, ଜଗତରେ ଆମମାନଙ୍କର ଆବଶ୍ୟକତାକୁ, ଜଗତରେ ଆମମାନଙ୍କର ଆତ୍ମିକ ଆବଶ୍ୟକତାକୁ ମେଣ୍ଟେନ କରିବା ପାଇଁ ଆମେ ଚେଷ୍ଟା କରୁଛୁ, କିନ୍ତୁ ନାହିଁ, ପ୍ରଭୁ ଆମମାନଙ୍କ ପାଇଁ ଆତ୍ମିକ ବିଷୟ ସବୁକୁ ଆୟୋଜନ କରିଛନ୍ତି। ଆତ୍ମିକ ବିଷୟ ସବୁକୁ ଆତ୍ମିକ ଭାବରେ ହିଁ କରାଯାଇପାରେ। ଆଉ ସେଥିପାଇଁ ପ୍ରଭୁ ଏମାନଙ୍କୁ ଶିଖଉଛନ୍ତି ଏଇ ଜଗତର ନିଆଁ ଆମମାନଙ୍କୁ କୌଣସି ପ୍ରକାର ଭାବରେ ଉତ୍ତପ୍ତ କରିପାରିବ ନାହିଁ ଆତ୍ମିକ ଭାବରେ। ଆମମାନେ ସେଇ ଶିଥିଳ ହେଇ ରହିଥିବା। ଆଉ କଣ ହେଲା, ଏଇ ଜଗତର ନିଆଁ ଦ୍ଵାରା ନିଜକୁ ଉତ୍ତପ୍ତ କରୁ କରୁ ଜଣେ ସୈନ୍ୟ ପଚାରିଲେ, ଆରେ ତୁ ଗାଲିଲିୟ ଲୋକ, କାରଣ ତୋ ଭାଷା ଦ୍ଵାରା ଜଣା ପଡୁଛି ତୁ ତାଙ୍କ ସହିତ ଥିଲୁ।
କହିଲା ନାଇଁ 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 ନାଇଁ। ଦେଖନ୍ତୁ ଏଇ ଜଗତର ନିଆଁରେ ଯୋଉମାନେ ନିଜକୁ ଉତ୍ତପ୍ତ କରୁଛନ୍ତି ଜାଗତିକ ଭାବରେ, ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିଦଉଛନ୍ତି। ପ୍ରଭୁ ଯୀଶୁ ସେଇଠି ଆସୁନାହାନ୍ତି। Because କାରଣ ଏଇ ଯୋଉ ଜାଗତିକ ବିଷୟ ଆମମାନଙ୍କୁ ଜାଗତିକ ଜ୍ଞାନ ଦେଇପାରେ, ଆତ୍ମିକ ଜ୍ଞାନ ଦେଇପାରିବ ନାହିଁ। ଆଉ ପିତର ପ୍ରଭୁଙ୍କ ଠାରୁ ଧୀରେ ଧୀରେ ଦୂରକୁ ଯାଉଛନ୍ତି। ଆମେ ଦେଖୁଛୁ ଜଣେ ଦାସୀ, ଜଣେ ଚାକରାଣୀ, ସେ କହୁଛି ତୁ ସେ ଯୀଶୁଙ୍କର ଶିଷ୍ୟ। ସେ କହୁଛି ସାଙ୍ଗେ ସାଙ୍ଗେ ନାଇଁ 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 ମୁଁ ତାଙ୍କୁ ଜାଣିନି, ତୁମେ କଣ କହୁଛ ମୁଁ ଜାଣିନି। ଜଣେ ଦାସୀ ଆଗରେ ସେଇ ପ୍ରକାର ଯେ ପ୍ରଭୁଙ୍କୁ ସେ କି ପ୍ରକାର ଅସ୍ୱୀକାର କରିଦଉଛି। ଏଇ ଜଗତର କୌଣସି ଜ୍ଞାନ ଆମମାନଙ୍କୁ ପ୍ରଭୁଙ୍କ ସହିତ ରହିବାକୁ ସାହାଯ୍ୟ କରିବ ନାହିଁ। ତ ଏଇଠି ଆମେ ଦେଖୁଛୁ ଯେ ପିତର ଏଇ ପ୍ରକାର ପରିସ୍ଥିତିକୁ ବର୍ତ୍ତମାନ ଆସିଯାଇଛନ୍ତି। କିନ୍ତୁ ସେଇ ପିତରଙ୍କୁ ଆମେ ଦେଖୁଛୁ ଯେତେବେଳେ କୁକୁଡ଼ା ଡାକିଲା, ଦ୍ୱିତୀୟ ଥର ଡାକିଲା, ପ୍ରଭୁ ଯୀଶୁ ପିତରଙ୍କୁ ଅନେଇଲେ। ମାନେ ପିତର ଆଉ ଯୀଶୁଙ୍କ ମଧ୍ୟରେ ଦୂରତା ବେଶୀ ନଥିଲା। ଯେତେବେଳେ ସେଇଠି ସେ ମହାଯାଜକଙ୍କର ସାମ୍ନାରେ ସେ ବିଚାରିତ ହଉଛନ୍ତି, ପ୍ରଭୁ ଯୀଶୁଙ୍କର ଧ୍ୟାନ କୋଉଠି ଅଛି? ପିତରଙ୍କ ପାଖରେ, ପିତରଙ୍କ ଉପରେ। ଦେଖନ୍ତୁ ପ୍ରଭୁ ଯୀଶୁ ସେଇଠି ଅଛନ୍ତି, ଆଉ ସେ ଅଳ୍ପ ସମୟ ପରେ ତାଙ୍କୁ କୋରଡ଼ା ପ୍ରହାର କରାଯିବ, ତାଙ୍କ ମୁଖରେ ଛେପ ପକେଇ ଦିଆଯିବ, ତାଙ୍କୁ ଲୋକମାନେ ପରିହାସ କରିବେ, ତାଙ୍କ ନିନ୍ଦା କରିବେ, ଥଟ୍ଟା କରିବେ, ତାଙ୍କୁ କ୍ରୁଶରେ ଚଢେଇବେ। ସେଇଟା ତ ସେ ଅନେକ ଆଗରୁ ନିଜ ଶିଷ୍ୟମାନଙ୍କୁ କହିଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ଧ୍ୟାନ ଯେ ମତେ ଏଇ ପ୍ରକାର କ୍ଲେଶ ମିଳିବ, ମତେ ଏଇ ପ୍ରକାର ଦୁଃଖ ମିଳିବ, ଲୋକମାନେ ଏଇ ପ୍ରକାର ନିର୍ଯାତନା କରିବେ, ମୋ ଉପରେ ଛେପ ପକେଇବେ, ଏଇ ବିଷୟ ପ୍ରଭୁ ଚିନ୍ତା କରୁନାହାନ୍ତି। ସେ କଣ ଚିନ୍ତା କରୁଛନ୍ତି? ପିତରଙ୍କ ବିଷୟ। What a wonderful savior! କି ପ୍ରକାର ଏକ ଅଦ୍ଭୁତ ଉଦ୍ଧାରକର୍ତ୍ତା, ଯିଏକି ନିଜ ବିଷୟ ଚିନ୍ତା ନ କରି ମୋ ବିଷୟ ଚିନ୍ତା କରନ୍ତି, ଯିଏକି ଆପଣଙ୍କ ବିଷୟ ଚିନ୍ତା କରନ୍ତି। ମୋର ଆତ୍ମିକ ଜୀବନ କି ପ୍ରକାର ରହିବା ଦରକାର ସେ ବିଷୟ ଚିନ୍ତା କରୁଛନ୍ତି। ମୁଁ ପ୍ରଭୁଙ୍କୁ ଛାଡି ଯଦି ଦୂରକୁ ଯାଏ, ତାଙ୍କର ମନ କି ପ୍ରକାର କଷ୍ଟ ପାଏ। ହିନ୍ଦୀରେ ଗୋଟେ ସୁନ୍ଦର ଗୀତ ଅଛି, ସେ ଗୀତ ଏ ପ୍ରକାର କହେ, दूर जब जाता हूँ प्रभु के प्रेम से घायल होता प्रभु का मन। दूर जब जाता हूँ प्रभु के प्रेम से घायल होता प्रभु का मन। अब ना जाऊंगा छोड़ तुझको दूर मैं, सदा तेरे पास रहूंगा मैं। अब ना जाऊंगा छोड़ तुझको दूर मैं, सदा तेरे पास रहूंगा मैं। ଯେତେବେଳେ ଆମେ ପ୍ରଭୁଙ୍କୁ ଛାଡି ଦୂରକୁ ଚାଲି ଯାଉ, ହୁଏତ ଅନ୍ୟମାନେ ତାହା ନୋଟିସ କରନ୍ତି ନାହିଁ, ଦେଖନ୍ତି ନାହିଁ ଯେ ଆମେ ପ୍ରଭୁଙ୍କୁ ଛାଡି ଦୂରକୁ ଯାଇଛୁ। କିନ୍ତୁ ଆତ୍ମିକ ଭାବରେ ଆମେ ଯେତେବେଳେ ପ୍ରଭୁଙ୍କୁ ଛାଡି ଦଉ, ପ୍ରଭୁଙ୍କ ଠାରୁ ଦୂରକୁ ଚାଲିଯାଉ, ପିତର ଆଉ ଯୀଶୁଙ୍କ ମଧ୍ୟରେ କେତେ ଶାରୀରିକ ଭାବରେ କେତେ ଦୂରତା ଥିଲା, କେତେକ ଫୁଟ ମାତ୍ର। କିନ୍ତୁ ପ୍ରଭୁଙ୍କୁ ସେ ଛାଡି ଦେଇଥିଲେ। ପ୍ରଭୁ ଜାଣୁଥିଲେ। ପ୍ରଭୁ ଯୀଶୁ କଣ କଲେ? ସେ ନିଜର ଦୁଃଖକୁ ସେ ଦେଖୁନାହାନ୍ତି। ତାଙ୍କର ମନ ଦୁଃଖ ଏଥିପାଇଁ ହଉଛି, ଯେଉଁ ଶିଷ୍ୟଙ୍କୁ ମୁଁ ଏତେ ପ୍ରେମ କଲି, ଏତେ ସୁନ୍ଦର ସ୍ଥାନ ଦେଇଥିଲି, ଯେଉଁ ଶିଷ୍ୟ ମୋ ସମ୍ବନ୍ଧରେ ଏତେ ସୁନ୍ଦର ବିଷୟ ସବୁ କହିଥିଲେ, ବର୍ତ୍ତମାନ ସେ କହୁଛନ୍ତି ମୁଁ ତାଙ୍କୁ ଜାଣିନାହିଁ। Oh, it pained the heart of the Lord, the Savior. ପ୍ରଭୁ ତ୍ରାଣକର୍ତ୍ତାଙ୍କର ହୃଦୟକୁ ତାହା କେତେ ଯେ ବ୍ୟଥିତ କରିଛି। ବର୍ତ୍ତମାନ ସେଇ ବିଷୟ ମଧ୍ୟ ପ୍ରଭୁଙ୍କ ହୃଦୟରେ ଅଛି। ସେ ନିଜର ଶାରୀରିକ ଯନ୍ତ୍ରଣା, ବ୍ୟଥା, ବେଦନା ବିଷୟ ଚିନ୍ତା କରୁନାହାନ୍ତି। ଗେତ୍ସେମାନିରେ ଯେଉଁ ପ୍ରାଣ ବେଦନାର ସହିତ ସେ ଯାଉଥିଲେ ଅଳ୍ପ ସେଇ ରାତିରେ, ସେଇ କଥା ସେ ଚିନ୍ତା କରୁନାହାନ୍ତି। ତାଙ୍କୁ ସେ ଯେତେବେଳେ ଶିଷ୍ୟମାନଙ୍କୁ କହିଲେ ମୃତ୍ୟୁ ପରିକି ମୋର ପ୍ରାଣ ବେଦନା ହଉଛି, ଏଇଟା ସେ ବର୍ତ୍ତମାନ ସ୍ମରଣ କରୁନାହାନ୍ତି। ସେ ପିତରଙ୍କ ବିଷୟ ଚିନ୍ତା କରୁଛନ୍ତି। He thinks of you and me. ସେ ଆମମାନଙ୍କ ବିଷୟ ଚିନ୍ତା କରନ୍ତି। ଆମମାନଙ୍କର ଆତ୍ମିକ ଅବସ୍ଥାକୁ ଦେଖି ସେ ଚିନ୍ତିତ ଅଟନ୍ତି। ଆମେ ପ୍ରକୃତରେ ଉପର ଠାବରିଆ ଭାବରେ ପ୍ରଭୁଙ୍କର ସମ୍ମୁଖରେ ଆସି ରହୁଛୁ, ସେବା କରୁଛୁ, ନା ପ୍ରକୃତରେ ହୃଦୟ ସହିତ ଆମେ ତାଙ୍କର ସେବା କରୁଛୁ, ଏଇଟା ପ୍ରଭୁ ଦେଖୁଛନ୍ତି। ଆଉ ଯଦି ଆମମାନଙ୍କ ହୃଦୟ ତାଙ୍କ ସହିତ ଏକମତ ହେଇନାହିଁ, ଆମମାନଙ୍କୁ ଦେଖି ସେ ଦୁଃଖ କରନ୍ତି।
ପିତରଙ୍କର ଜୀବନକୁ ସେ ଦେଖିଲେ, ତାଙ୍କୁ ପଚାରିଲେ ପିତରଙ୍କୁ, ଯେତେବେଳେ ପ୍ରଭୁ ଯୀଶୁ ପୁନରୁତ୍ଥିତ ହେଲେ ପିତରଙ୍କ ପାଖକୁ ସେ ଯାଉଛନ୍ତି, ଖାସ କରି ପିତରଙ୍କ ପାଖକୁ ଯାଉଛନ୍ତି, କାରଣ ସେ ବର୍ତ୍ତମାନ ନିଜେ ତ ଗଲେ ଦୂରକୁ, ସେ କଣ କରିଛନ୍ତି, ଆଉ 6 ଜଣଙ୍କୁ ତାଙ୍କ ସହିତ ନେଇ ଆସିଛନ୍ତି, ଆଉ 6 ଜଣଙ୍କୁ ନିଜ ସହିତ ନେଇ 7 ଜଣ ମିଶି ପ୍ରଭୁଙ୍କ ଠାରୁ ଦୂରକୁ ଚାଲିଗଲେ। ନେତା ଯାହା କରିବ ଅନ୍ୟମାନେ ତାହା ହିଁ କରିବେ, ଆଉ ପିତର ସେଇଟା କରିଛନ୍ତି। ବର୍ତ୍ତମାନ ପ୍ରଭୁ ସେ ଅନ୍ୟ ଶିଷ୍ୟମାନଙ୍କ ବିଷୟରେ ଏତେ ଚିନ୍ତିତ ନୁହନ୍ତି ଯେତିକି ଇଏ ନେତୃସ୍ଥାନୀୟ ପିତରଙ୍କ ବିଷୟରେ ସେ ଚିନ୍ତିତ ଅଟନ୍ତି। ଆଉ ସେ ପିତରଙ୍କ ପାଖକୁ ଆସି ପଚାରୁଛନ୍ତି ଯେ ବର୍ତ୍ତମାନ ସେମାନେ 153ଟି ବଡ ବଡ ମାଛ ଧରିଛନ୍ତି, ଆଉ ପିତର ସେମାନଙ୍କୁ ପ୍ରଭୁ ଯୀଶୁ ପିତରଙ୍କ ପାଖକୁ ଡାକି କହିଲେ, ପିତର ତୁମେ କଣ ଏମାନଙ୍କ ଅପେକ୍ଷା ମତେ ଅଧିକ ପ୍ରେମ କରୁଅଛ? ସେ ଆରମ୍ଭରେ କହିଦେଲେ, ହଁ ମୁଁ ଆପଣଙ୍କୁ ପ୍ରେମ କରୁଛି। ପ୍ରଭୁ ଯୀଶୁ ଆଉ ଥରେ ପଚାରିଲେ, ପିଟର ଡୁ ୟୁ ଲଭ୍ ମି? ପିତର ତୁମେ କଣ ପ୍ରକୃତରେ ମତେ ପ୍ରେମ କରୁଛ? ସେ କହିଲା, ପ୍ରଭୁ ମୁଁ ଆପଣଙ୍କୁ ସ୍ନେହ କରୁଛି। କିନ୍ତୁ ତୃତୀୟ ଥର ଯେତେବେଳେ ସେ ପଚାରିଲେ, ପିଟର ଡୁ ୟୁ ଲଭ୍ ମି? ଆର୍ ୟୁ ଫଣ୍ଡ ଅଫ୍ ମି? ତୁମେ କଣ ମତେ ସ୍ନେହ କରୁଛ? ନାଇଁ, ସ୍ନେହ ପ୍ରଭୁ ଆପଣ ତ ଜାଣନ୍ତି, ମୋ ହୃଦୟକୁ ଆପଣ ଜାଣୁଛନ୍ତି। ଆଉ ଏତିକି ପର୍ଯ୍ୟନ୍ତ ପିତର ନିଜର ଅବସ୍ଥାକୁ ଜାଣି ପାରୁନଥିଲେ। ପିତରଙ୍କ ହୃଦୟରେ ପ୍ରଭୁ ଯୀଶୁ ଯେଉଁ ଶବ୍ଦଟା କହିଲେ, ଡୁ ୟୁ ଲଭ୍ ମି, ମାନେ ଯେଉଁ ପ୍ରେମ କି ଈଶ୍ୱର ଜଗତକୁ କଲେ, ଯୋହନ 3:16 ଯେଉଁ ଶବ୍ଦଟା ଲେଖା ଅଛି, ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ଯେଉଁ ପ୍ରେମଟା ସେ କଲେ, ପ୍ରଭୁ ଯୀଶୁ ପଚାରିଲେ, ତୁମେ ସେଇ ପ୍ରେମ ମତେ କରୁଛ କି? ସେ କହିଲେ, ହଁ ମୁଁ କରୁଛି। ତାପରେ ଦ୍ୱିତୀୟରେ ପ୍ରଭୁ ଯୀଶୁ ଆଉ ଥରେ ପଚାରିଲେ ସେଇ ପ୍ରେମ, କହିଲେ ନାଇଁ ସେଇଟା ମୋ ପାଖରେ ନାହିଁ, କିନ୍ତୁ ମୋ ପାଖରେ କଣ ଅଛି? ଫିଲିଆ, ସ୍ନେହ ଅଛି। ପ୍ରଭୁ ଯୀଶୁ ପଚାରିଲେ, କଣ କମ ସେ କମ ସେଇ ସ୍ନେହ ଅଛି କି? ସେତେବେଳେ ପିତର କହୁଛନ୍ତି, ନାଇଁ ସେଇଟା ବି ନାହିଁ, ସବୁ ଥଣ୍ଡା ହେଇଯାଇଛି, ମୋର ହୃଦୟ ପୁରା ଶୂନ୍ୟ ହେଇଯାଇଛି, ବିକଜ ମୁଁ ତୁମକୁ ଛାଡି ଦେଇଛି, ମୁଁ ତୁମକୁ ଅସ୍ୱୀକାର କରିଛି, ମୋ ଜୀବନରେ ଏପରି କିଛି ନାହିଁ। ଆଉ ଆମେ ପଢୁଛୁ ଯେ ପିତର ଦୁଃଖ କଲେ। ଯେତେବେଳେ ଯୀଶୁ ତାଙ୍କୁ ଦେଖିଥିଲେ ସେଇ ମହାଯାଜକଙ୍କ ପ୍ରାଙ୍ଗଣରେ ଥିବା ସମୟରେ ସେ କ୍ରନ୍ଦନ କରିଥିଲେ। He wept bitterly, ତିକ୍ତତାର ସହିତ ସେ କ୍ରନ୍ଦନ କରିଥିଲେ, ନିଜର ପାପ ପାଇଁ ସେ ଭୁଲ ମାଗିଥିଲେ। କିନ୍ତୁ ବର୍ତ୍ତମାନ ସେ ଆଉ ଥରେ ଦୁଃଖିତ ହଉଛନ୍ତି ଯେ ମୋ ଜୀବନ କାହିଁକି ଏ ପ୍ରକାର ହେଲା। ବିଷର୍ଣ୍ଣ ମନ ପ୍ରଭୁ ଦେଖିବାକୁ ଚାହୁଁଛନ୍ତି, ଏକ ଚୂର୍ଣ୍ଣ ମନ, ଯୋଉଟା କି ପ୍ରଭୁଙ୍କର ଗ୍ରାହ୍ୟ ଭଳି ଗୀତ ସଂହିତା 51ରେ ଆମେ ପଢୁଛୁ, ଭଗ୍ନ ଉଚ୍ଛୁର୍ଣ୍ଣ ଅନ୍ତଃକରଣ। ଆଉ ପିତରଙ୍କ ଜୀବନରେ ସେଇଟା ଆଣିବା ପାଇଁ ପ୍ରଭୁ ଚେଷ୍ଟା କରୁଥିଲେ, ଆଉ ତାହା ଆସିଲା। ପ୍ରଭୁଙ୍କର ଜ୍ଞାନ ତାଙ୍କୁ ଦିଆଯାଉଛି। ପ୍ରଭୁ ଯେଉଁ ଅନୁଭବ ମଧ୍ୟ ଦେଇ ଯାଉଛନ୍ତି, ଯେଉଁ ଅନୁଭବ ତାଙ୍କୁ ତାଙ୍କ ଦାସଙ୍କର ହୃଦୟରେ ତାହା ଦେବା ପାଇଁ ସେ ଚେଷ୍ଟା କରୁଛନ୍ତି। ଆଉ ତାହା ଯେତେବେଳେ ଆସିବ, ପିତରଙ୍କୁ ପ୍ରଭୁ ଗୋଟେ ବିଶେଷ କଥା କହିବାକୁ ଯାଉଛନ୍ତି। କଣ କହିବେ? ପିତର, ମୋର ମେଷମାନଙ୍କୁ ଚରାଅ, ମୋର ମେଷମାନଙ୍କୁ ଚରାଅ, ମୋର ମେଷମାନଙ୍କୁ ପ୍ରତିପାଳନ କର। ଇଂରାଜୀରେ ଲେଖା ଅଛି ଫିଡ୍ ମାଇ ଶିପ୍, ଫିଡ୍ ମାଇ ଲ୍ୟାମ୍ପସ୍, ମୋର ମେଷ ଶାବକ ମାନଙ୍କୁ ଖୁଆଅ। ଆମେ କାହିଁକି ଖାଦ୍ୟ ଦଉଛୁ? ମା ବାପା ଭାବରେ ଆମେ କାହିଁକି ଖାଦ୍ୟ ଦଉଛୁ ଆମମାନଙ୍କ ପିଲାମାନଙ୍କୁ? ଆମେ କାହିଁକି ଖାଦ୍ୟ ଖାଉ? ଯେପରି ଆମେ ବଢିବା, ଯେପରି ଆମେ ବଢିବା। ପିତରଙ୍କୁ ପ୍ରଭୁ କହୁଛନ୍ତି, ତୁମେ ସେମାନଙ୍କୁ ଖୁଆଅ, ଫିଡ୍ ଦେମ୍, ଖୁଆଅ। ପିତରଙ୍କ କାର୍ଯ୍ୟ ସେମାନଙ୍କୁ, ଆରେ ମୁଁ ତ ବଢି ପାରୁନି, ମୁଁ ଅନ୍ୟମାନଙ୍କୁ କେମିତି ବଢେଇବାକୁ ଚେଷ୍ଟା କରିବି? ପ୍ରଭୁ କହୁଛନ୍ତି ସେମାନଙ୍କୁ ଖୁଆଅ। ଯଦି ତୁମେ ମତେ ପ୍ରେମ କରୁଛ, ଇଫ୍ ୟୁ ଲଭ୍ ମି, ଦ୍ୟାଟ୍ ଇଜ ଇନଫ୍। ପ୍ରଭୁଙ୍କୁ ଯଦି ଆମେ ପ୍ରେମ କରୁଛୁ ତାଙ୍କର ଦାସ ଦାସୀ ଭାବରେ, ଆମେ ଅନ୍ୟମାନଙ୍କୁ ବଢେଇ ପାରିବା, ଆତ୍ମିକ ଜୀବନରେ ବଢେଇ ପାରିବା। ବର୍ତ୍ତମାନ ପିତରଙ୍କ ଜୀବନ ସେଇ ପ୍ରକାର ପରିବର୍ତ୍ତିତ ହେଇଗଲା। ସେ ବର୍ତ୍ତମାନ ବୁଢା ହେଇଗଲେ, ବୃଦ୍ଧ ଅବସ୍ଥାରେ ଏଇ ପତ୍ରଟା ଲେଖୁଛନ୍ତି, ଦ୍ୱିତୀୟ ପତ୍ର। ସେ କଣ କହୁଛନ୍ତି? ବରଞ୍ଚ ଆମେ ଶେଷ ପଦଟା ପଢିଥିଲୁ, ଦ୍ୱିତୀୟ ପିତର 3 ଅଧ୍ୟାୟର 18 ପଦ, ଦୟାକରି ଆଉ ଥରେ ପଢି ଦିଅନ୍ତୁ।
ବରଞ୍ଚ ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ ଧନ୍ୟବାଦ। ବର୍ତ୍ତମାନ ଓ ସେଠି ଅନନ୍ତ ସେ କାଳ। କହୁଛନ୍ତି ପ୍ରଭୁ ଯୀଶୁଙ୍କର ତ୍ରାଣକର୍ତ୍ତାଙ୍କର ସେ ଦେଖୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଜ୍ଞାନରେ ବୃଦ୍ଧି ପାଅ କହୁଛନ୍ତି। ଏକ ପ୍ରଥମ ପତ୍ରର ଦ୍ୱିତୀୟ ଅଧ୍ୟାୟର 1, 2, 3 ମଧ୍ୟ ସେ ବଢିବା ବିଷୟରେ କହିଥିଲେ। କଣ ପାଇଁ? ସେ କହୁଛନ୍ତି ଯେ ପରିତ୍ରାଣାର୍ଥେ ବୃଦ୍ଧି ପାଇପାର, ଏଥିପାଇଁ ତୁମେ ଆତ୍ମିକ ଅମିଶ୍ରିତ ପାରମାର୍ଥିକ ଦୁଗ୍ଧ ପାନ କର। ସେଇଠି ମଧ୍ୟ ସେ ପ୍ରଭୁଙ୍କ ବାକ୍ୟର ଦୁଗ୍ଧ ସେମାନଙ୍କୁ ଦଉଛନ୍ତି। କାରଣ ମେଷ ଶାବକ ମାନେ ଯୋଉମାନେ ମେଣ୍ଢା ଛୁଆ ସେମାନଙ୍କୁ ଦୁଗ୍ଧ ଦରକାର, ନୂତନ ବିଶ୍ୱାସୀ ମାନଙ୍କୁ ଦୁଗ୍ଧ ଦରକାର। କିନ୍ତୁ ବର୍ତ୍ତମାନ ସେମାନଙ୍କୁ ସେ ଦୁଗ୍ଧ ଗୁରୁପାକ ଖାଦ୍ୟ ସବୁ ଦେଇ ସାରିଲା ପରେ ବିଶ୍ୱାସୀ ମାନଙ୍କ ପାଇଁ ଏଇ କଥା କହି ଛାଡି ଯାଉଛନ୍ତି ସେ, ବା ଏଇ ପତ୍ରକୁ ବନ୍ଦ କରୁଛନ୍ତି। ତମେ କି ପ୍ରକାର ଭାବରେ ବଢିବାକୁ ପଡିବ? ସେ କହୁଛନ୍ତି ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ। ଦୁଇଟା ବିଷୟରେ ଦୁଇ ପ୍ରକାର ଭାବରେ ସେମାନଙ୍କୁ ବଢିବାକୁ ପଡିବ। ପ୍ରଥମଟା ହଉଛି ପ୍ରଭୁ ଯୀଶୁଙ୍କର ଅନୁଗ୍ରହ। ଏ ଅନୁଗ୍ରହ କଣ? ନା ଯେଉଁ ଅନୁଗ୍ରହ କି ତାଙ୍କୁ ସ୍ୱର୍ଗରୁ ଏଇ ଜଗତକୁ ନେଇକରି ଆସିଲା। ତିତସ ରେ ଆମେ ତାହା ପଢୁଛୁ 3 ଅଧ୍ୟାୟର 5 ପଦରେ। ଯୋଉମାନେ ତାଙ୍କର ଅନୁଗ୍ରହ ଜାଣ ଯେ ସେ କି ପ୍ରକାର ଓହ୍ଲେଇ ଆସିଲେ, ପ୍ରଭୁ ଆମମାନଙ୍କ ପାଇଁ ଓହ୍ଲେଇକିରି ଆସିଲେ। ଆଉ ସେ ଆମମାନଙ୍କ ନିମନ୍ତେ ଏଇ ଜଗତକୁ ଆସିଲେ, ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତିତସ 2 ପର୍ବର 11 ପଦ। କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କର ଅନୁଗ୍ରହ ପ୍ରକାଶିତ ହୋଇଛି। କାହିଁକି ସେ ଅନୁଗ୍ରହ ଆସିଲା? ଏଇଟା ଆମେ ଦେଖୁଛୁ 12 ପଦରେ, ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି। ଦେଖନ୍ତୁ ଏଇଟା ବିଶ୍ୱାସୀ ମାନଙ୍କ ପାଇଁ ଲେଖାଯାଇଛି, ମଣ୍ଡଳୀ ପାଇଁ ଲେଖାଯାଇଛି। କିନ୍ତୁ ସେ କହୁଛନ୍ତି ଆମ୍ଭେମାନେ ଯେପରି ଅଧର୍ମ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏ ବର୍ତ୍ତମାନ ଯୁଗରେ ସୁବୁଦ୍ଧି ଓ ଧାର୍ମିକ ଭକ୍ତ ଭାବରେ ଜୀବନ ଯାପନ କରୁ। ଏଥିପାଇଁ ପ୍ରଭୁଙ୍କର ଅନୁଗ୍ରହ, ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ପ୍ରକାଶିତ ହେଇଛି। ପ୍ରଭୁ ଯୀଶୁ ଆସିଲେ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହେଇକରି। ଆମମାନେ ଅନୁଗ୍ରହର ଯୁଗରେ ବର୍ତ୍ତମାନ ଅଛୁ। ସେଇ ଅନୁଗ୍ରହରେ ଆମମାନେ ବଢିବା, ସେଇ ଅନୁଗ୍ରହରେ ଆମମାନଙ୍କୁ ଆତ୍ମିକ ଜୀବନରେ ବଢିବା ପାଇଁ ସେ କହୁଛନ୍ତି। ଏ ଅନୁଗ୍ରହଟା କଣ? ଅନେକ ଲୋକ ଭାବନ୍ତି ଯେ ଏ ଅନୁଗ୍ରହର ଜ୍ଞାନ ସେମାନଙ୍କ ପାଖରେ ନାହିଁ। ସେମାନେ ବିଶ୍ୱାସୀ ମାନେ ଚାହାନ୍ତି ଯେ କେମିତି ପ୍ରଭୁ ଆମମାନଙ୍କୁ ଗ୍ରହଣ କରିବେ, ଆମେ କେମିତି ପ୍ରଭୁଙ୍କର ଗ୍ରହଣ ଯୋଗ୍ୟ ହେଇପାରିବୁ, ଆମେ କେମିତି ତାଙ୍କର ଗ୍ରହଣ ଯୋଗ୍ୟ ଆରାଧନା କରିବୁ, କେମିତି ଆମେ ଗ୍ରହଣ ଯୋଗ୍ୟ ପ୍ରାର୍ଥନା କରିପାରିବୁ, ପ୍ରଭୁଙ୍କର ଗ୍ରହଣ ଯୋଗ୍ୟ ଭାବରେ ଆମେ ତାଙ୍କ ନିକଟରେ ଗୃହୀତ ହେଇପାରିବୁ, ଏଇ ବିଷୟ ସେମାନେ ଚିନ୍ତା କରନ୍ତି। କିନ୍ତୁ ଅନେକ ବିଶ୍ୱାସୀ ଏହା ଭୁଲି ଯାଇଛନ୍ତି ଯେ we are already accepted, ଆମେ ପ୍ରଭୁଙ୍କର ଗ୍ରହଣ ଯୋଗ୍ୟ ହେଇ ସାରିଛୁ, ଏହା ସେମାନେ ଭୁଲି ଯାଆନ୍ତି। ଏଫେସୀୟ 1 ଅଧ୍ୟାୟର 6 ପଦ। ଏବେ ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି। ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। ଓକେ, ଧନ୍ୟବାଦ। ସେଇଠି ଓଡିଆରେ ଟିକେ ଏତେ ବୁଝି ହଉନି। ଇଂରାଜୀ ବାଇବେଲ ଯଦି ଆମେ ପଢିବା, ସେଇଠି ଲେଖା ଅଛି and he has accepted us in the beloved, ସେ ଆମମାନଙ୍କୁ ତାଙ୍କ ପ୍ରିୟତମଙ୍କ ଠାରେ ଗ୍ରହଣ କରିଅଛନ୍ତି। Praise the Lord। ସେ ଆମମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଗ୍ରହଣ କରିଅଛନ୍ତି। he has already accepted us। ଆମମାନଙ୍କୁ ଆଉ ଥରେ ତାଙ୍କର ଗ୍ରହଣ ଯୋଗ୍ୟ ହେବା ପାଇଁ ଚେଷ୍ଟା କରିବା ଦରକାର ନାହିଁ। ଏଟା କାହିଁକି ଚେଷ୍ଟା କରୁଛୁ? କାରଣ ଏ ଅନୁଗ୍ରହର ଜ୍ଞାନର ଅଭାବ ଆମମାନଙ୍କର ରହିଛି, ଅନେକଙ୍କର ରହିଛି। ଆଉ ସେଥିପାଇଁ ଆମମାନେ accepted ହେବାକୁ ଚେଷ୍ଟା କରୁଛୁ, ଗ୍ରହଣ ଯୋଗ୍ୟ ହେବାକୁ ଚାହୁଁଛୁ। but we are already accepted in the beloved। ସେଇ ପ୍ରିୟତମଙ୍କ ଠାରେ ଯେତେବେଳେ ଈଶ୍ୱର ତାଙ୍କ ପୁତ୍ରଙ୍କୁ ଗ୍ରହଣ କରନ୍ତି, ଆମମାନେ ତାଙ୍କ ଠାରେ। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ଆମେ ପଢୁଛୁ ବାଇବଲରେ। ସୋ ଆମମାନେ ଯେତେବେଳେ ଖ୍ରୀଷ୍ଟଙ୍କ ଠାରେ ଅଛୁ, God accepts Christ। ଈଶ୍ୱର ତାଙ୍କ ପୁତ୍ରଙ୍କୁ ଗ୍ରହଣ କରନ୍ତି। ଆଉ ତେଣୁ ଯେହେତୁ ଆମେ ତାଙ୍କ ଠାରେ ଅଛୁ, ସେ ଆମମାନଙ୍କୁ ଗ୍ରହଣ କରିଛନ୍ତି।
आमे तांको ठारो अलगा नुह जदि ईश्वर आमको क्षमा करती प्रभु जीशु ठारे आम क्षमा बिकॉज वी आर इन क्राइस्ट जदि प्रभु आमको ग्रहण करते जेहेतु आमे ख्रीष्टों ठारे अच्छु से आम ग्रहण ख्रीष्टों ठारे थिबारु आम नूतन सृष्टि हेछु he accepts us पुरातन आदमर संतान भाव में नहु किंतु ख्रीष्टों ठारे थिबारु से आमको ग्रहण करछंती प्रेज द लॉर्ड तांकर नामर धन्यवाद केते महान परमेश्वर एई अनुग्रह जहा कि आमानको रक्षा करिवा पई परित्राण देवा पई आसिला सेई अनुग्रह रे आमानको बढ़िवा पई कोआ जाउछ द्वितीय से कहउछंती ग्रो इन द नॉलेज ऑफ आवर लॉर्ड प्रभुंकर अनुग्रह रे प्रभु आमानको प्रभु ओ त्राणकर्ता जीशु ख्रीष्टंकर अनुग्रह ज्ञान रे वृद्धि पाओ तांकर ज्ञान पितर जो प्रभु को एते जानी थिले द सन ऑफ गॉड लिविंग सन ऑफ गॉड दिस सन ऑफ द लिविंग गॉड एटा कहि के से स्वीकार करथिले प्रभु को तांको प्रभु कहिथिले धन्य तुमे सिमोनक पुत्र किंतु परे से कहले संगे संगे तुम शैतान प्रभुंकर ज्ञान जतबेला आसिला ईश्वर तांको ठारे की प्रकार प्रकाशन देले सेथिर से प्रशंसा कले किंतु वर्तमान तांको शैतान बोली कहबा पड़िला कारण से मनुष्य विषय को भाबुथिले एई पितरंकु जो ठारे की प्रभुंकर ज्ञान प्रकाश करा जाइथिला से सबु छाड़ी देथिले किंतु वर्तमान जेतेबेले प्रभुंकर ज्ञान रे से बढ़िले वर्तमान से विश्वासी मान को उत्साहित करूछंती तुमे माने बढ़िबा को पड़िबो केमती बढ़िबो नॉट ओनली इन ग्रेस केवल अनुग्रह रे नहीं किंतु आमानकर त्राणकर्ता प्रभु जीशु ख्रीष्टंकर ज्ञान रे बढ़िबा को पड़िबो यार अर्थ कौन ना प्रभु जीशु ख्रीष्ट होचंती सर्वाधिकारी सर्वाधिकारी सर्वोन्नत परमेश्वर सार्वभौम परमेश्वर तांकटारे सर्वशक्ति अच्छे ईश्वरंकर परे से मध्य से सर्वशक्तिमान सर्वज्ञानी से सर्वव्यापी परमेश्वर तांको तांकर ज्ञान रे आमान को बढ़िया पड़े तांकटारे एतिके अधिकार दिया जाइछे जेपरि आमाने पुरातन नियम रे मो टाइम ता सरी गेला मे बी 2 मिनिट्स आदि पुस्तक रे फारो राजा जोसेफन को मनोनीत कले तांको से अधिकार देले आमे से सब जदि पढ़िबा टाइम होबनी बहुत सुंदर पद 41 अध्याय रे लिखा अछि 43 एवं 44 पद रे जे फारो राजा जोसेफंकर हस्तरे सब अधिकार दे देले आ से कहिले जे तुम बिना कोनसी लोक मिस्र देश रे निजर पाद गोड़ हलई पारिबो नाही he cannot move माने एत्ति की अधिकार फारो राजा जोसेफन को दे देले ऑल बिकॉज से गर्तरु आसीथिले गर्त जो क्लेश मध्य देकरे आसिले वर्तमान आमान को प्रभु जीशु ख्रीष्टन को मध्य ईश्वर से ही गौरव अधिकार देइछंती एफिसियो 1 अध्याय 20 और 22 केवल सेति पढ़िबा आमेन एफिसियो 1 अध्याय 20 रु 22 पद पढ़िबा आमान को प्रभु जीशु को ईश्वर की प्रकार अधिकार देइछंती सेटा हम देखिबा ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କ ଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ କର୍ତ୍ତାପଣ ଶକ୍ତି ପ୍ରଭୁତ୍ୱ ପୁଣି ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟରେ ମସ୍ତକ ସ୍ୱରୂପ मंडली को दान कले सेही मंडली ताहांक शरीर स्वरूप अर्थात जे समस्त विषय को सर्वत भावरे पूर्ण करंती ताहांकर पूर्णता धन्यवाद एठी हमें देखुछु जे प्रभु जीशु ख्रीष्टंकर पाद तळे सब विषय अधीनस्थ करि दैछंती परमेश्वर ही हैज गॉट ऑल द अथॉरिटी द सॉवरेन लॉर्ड जे कि सार्वभौम प्रभु आ परमेश्वर रहिछंती तांकर ज्ञान रे आमाने बढ़िवा आमाने प्रेमर सहित कृतज्ञतार सहित से प्रभुंकर अधीन को आसीबा तांकर पद तळे आमाने आसी निजको समर्पण करिबा आ सेते बेले प्रभु मरियम को जेपरि कहिथिले से उत्तम भाग मनोनीत करिछि आसंतु आमाने से प्रभुंक पाद तळे निजको समर्पण करिदबा आनंद रे तांकर सेवा करिबा आनंद रे तांकर पद सेवा करी ए जीवन को अतिबाहित करिबा आ दिने आसीबे जेते बेले से आसीबे आमान को कहिबे बेस
उत्तम विश्वस्त दास आमने सेईटा सुनिबा पई एठी तांकर सेवा करिबा हृदय सहित करिबा लोकन को देखैबा पई नह प्रभु सेथिबे आमान को सहाय्य करंतु किंतु पितरंकर चिंता रहिला जेपरि आमने तांकर अनुग्रह और तांको ज्ञान रे वृद्धि पाइबा प्रभु आमान को आशीर्वाद करंतु अल्प किछि समय मु अधिक नि जाइछि क्षमा करिवे थैंक यू धन्यवाद आज्ञा अति सुंदर भाव रे हमनको वाक्य माध्यम रे कथा कहले आसु हमने समस्ते गोटे उच्च करताल दे प्रभुकर गौरव करिबा प्रभुकर दासन को धन्यवाद देबा अति सुंदर वाक्य माने आज सुनिलु आ प्रभुकर दास अति सुंदर भाव रे से कहूथिले पितरंकर जीवन विषय रे पितर केमिति जीशुक ठारू विमुख हेले पितर जीशु को किपरि अस्वीकार कले से पितर से निजे गले एवं 6 जन शिष्य मान को कि प्रकार भाव रे नहीं थिले से विषय से अति सुंदर भाव रे कहूथिले से पितर पर अनुताप कले अनुताप पर से कि प्रकार आशीर्वाद पाइले तापर आशीर्वाद को पाइला परे आ से आसुछंती विश्वास को उत्साहजनक वाक्य कहउछंती आ विश्वासी मान को उत्साहजनक दउछंती आ सेमान को ईश्वर कठारे बढ़िबा पाए कहउछंती तांकर उद्देश्य कोन थिला विश्वासी माने जेपरि ईश्वर कठारे बढ़िबे कि प्रकार बढ़िबे तांकर अनुग्रह रे बढ़िबे पुणी प्रभुकर ज्ञान रे बढ़िबे अति सुंदर वाक्य मानक पाई आज प्रभु रखिथिले आमाने मध्य प्रभुଙ୍କ निकटरे तांकर ज्ञान रे आमाने बढ़िबा प्रभुकर अनुग्रह रे बढ़िबा ताहेले प्रभु आमान को आशीर्वाद करिवे धन्यवाद आज्ञा प्रभु आपण को प्रचुर रूपे आशीर्वाद करंतु आपणकर सेवा कार्य रे आपणकर परिवार को आशीर्वाद करंतु एते बेला आमानकर विज्ञान